ସିଗାରେଟ ଡକାୟତ ମର୍ଡର ଏଇ ଯେ କାମରୁ ମୁକ୍ତି ପାଇବା ପାଇଁ ଆମେ ବିଭିନ୍ନ ଗୁରୁଙ୍କର ଆଶ୍ରିତ ହେଉ। ଏଇ ଗୁରୁଙ୍କ ଆଶ୍ରିତ ହେବା ଫଳରେ ଆଗରୁ ଜାଣିଥିଲେ ମଧ୍ୟ ବର୍ତ୍ତମାନ ମଠର ଆମର ସେ ଗୁରୁ ନାହାନ୍ତି କି ବାବାଜୀ ମାନେ ଆଉ ନାହାନ୍ତି କେହି ଉପଦେଶ ଦେବାକୁ। ମତେ ଗୋଟେ ସୁଯୋଗ ମିଳିଲା, ମୁଁ ଯାଇଥିଲି ଦେଓଘରକୁ ଆମର କେତେଜଣ ଭାଇଙ୍କ ସାଙ୍ଗରେ ଆମର ଶାନ୍ତପୁଅ ବି ନେଇଥାଏ। ତେଣୁ ଗଲା ପରେ ରାସ୍ତାରେ ଆମେ ଯୋଉଠି ଗଲୁ ସେଠି ଆମେ ଯୋଉଠି ରହିଲୁ, ତାପରେ ଫେରିଲା ବେଳେ ଆମେ ଟାଟାରେ ଆସିକି ପହଞ୍ଚିଲୁ ଯୋଉ ଜୟଗୁରୁ ମନ୍ଦିରରେ। ସବୁଠି ଭଲ ସ୍ୱାଗତ ସହିତ ଆମକୁ ଅଭ୍ୟର୍ଥନା ଦେଲେ ଏବଂ ନୀତିକାନ୍ତି କର୍ମ ଭଲ ଲାଗିଲା। ମୂଳ ଉଦ୍ଦେଶ୍ୟ ହେଉଛି ଆମର ପରିବାରଟାକୁ ସଜାଡ଼ି ରଖିବା ପାଇଁ। ଏ ଧର୍ମରେ ଦୀକ୍ଷିତ ହେଲେ ସବୁ ବିଭିନ୍ନ ଧର୍ମ ରହିଛି, ସବୁ ଧର୍ମର ଯିଏ ଯୋଉଠି ଯାଉଛି, କିନ୍ତୁ ୟାଙ୍କର ଗୁରୁ ଆମର ଧର୍ମରେ ରହିଛନ୍ତି। ତାଙ୍କ ଉପଦେଶ ମାନି ଚଳିଲେ ପରିବାରରେ ସୁଖ ଶାନ୍ତି ଫେରିଆସିବ ଏବଂ ସମସ୍ତେ ସମସ୍ତଙ୍କର ସାହାଯ୍ୟ ସହାନୁଭୂତିରେ ଆମେ ରହିପାରିବା। ତ ଏ ବିଷୟରେ ତ ସମସ୍ତେ ସବୁ କଥା କହୁଛନ୍ତି, ଆମର ସିନିୟର ଯୋଉମାନେ ଅଛନ୍ତି ଅଧୈର୍ଯ୍ୟ ଋତିକ ଏମାନେ ବହୁତ କଥା ଆମକୁ ବୁଝଉଛନ୍ତି କି ଜଣାଉଛନ୍ତି। ଆମେ ଯଦିଓ ସେଥିରେ ଜାଣିନୁ, ତେବେ ତଥାପି ଜାଣିବାକୁ ପଡୁଛି ଯେ ତାଙ୍କର କଥା ମାନିକି ଚଳିଲେ ବା ସତ୍କର୍ମରେ ଗଲେ ଆମେ ଜୀବନରେ କିଛି ଗୋଟେ ଉନ୍ନତି କରିବା, ପରିବାରରେ ସୁଖ ଶାନ୍ତି ରହିବ ଏବଂ ବହୁ ମାଆକୁ ମାନିବ, ମା ବାପାକୁ ମାନିବ, ମା ଛୁଆକୁ ମାନିବ। ସେଇଟା ହେଲା ପ୍ରଥମ ଉଦ୍ଦେଶ୍ୟ। ଏବଂ ସତ୍ ମାର୍ଗରେ ଗଲେ ସତ୍ ଦିଗରେ ଯାଇକିରି ଆମେ ଆମର ଜୀବନର ସଫଳତା ଲାଭ କରିବା। ବିପଥଗାମୀ ହେଲେ ଆମେ ଯୋଉ ବିଦେଶ ଦେଶ ମାନଙ୍କରେ ଦେଖୁଛୁ, ସେମାନଙ୍କର ଏ ନିୟମ କାନୁନ ନଥିବା ଫଳରେ ପ୍ରତି ବଡ ବଡ ଦେଶରେ ସବୁବେଳେ ଯୁଦ୍ଧ ଲାଗି ରହିଛି, କେହି କାହାକୁ ମାନୁନାହାନ୍ତି, ସବୁଠି ଅଶାନ୍ତିରେ ଦିନ କାଟୁଛନ୍ତି। ଅନ୍ତତଃ ଆମେ ଏଇଆ କରିବା ଫଳରେ ଆମର ମନର ଧୈର୍ଯ୍ୟ ରହିବ, ଆମେ ସୁଚାରୁ ରୂପରେ ଜୀବନଟାକୁ ଜୀବିକା ନିର୍ବାହ କରିବା ପାଇଁ ସୁବିଧା ସୁଯୋଗ ପାଇବା, ସମସ୍ତେ ସମସ୍ତଙ୍କୁ ମାନିବା। ଏ ବିଷୟରେ ଅନ୍ୟମାନେ ତ ଆଲୋଚନା କରିବେ କି ବୁଝେଇବେ। ତେଣୁ ଏତିକି କହି ମୁଁ ରଖୁଛି। ବନ୍ଦେ ପୁରୁଷୋତ୍ତମ, ବନ୍ଦେ ପୁରୁଷୋତ୍ତମ, ବନ୍ଦେ ପୁରୁଷୋତ୍ତମ।